ଦେଖନ୍ତୁ ଲୋକଙ୍କର ଅସୁବିଧା ବେଳେ ଆମେ ବୟାନବାଜି କାହାକୁ କିଏ କ'ଣ କହିବ ଏଇଟା ଠିକ୍ ନୁହେଁ। ଆମେ ଲୋକଙ୍କ ସେବା ପାଇଁ ଲୋକ ଆମକୁ ଭୋଟ ଦେଇଛନ୍ତି ବା ସରକାର ଇଏ ଆମ ଦାୟିତ୍ୱ ସମସ୍ତଙ୍କର ଦାୟିତ୍ୱ। ବିରୋଧୀ ଦଳ ହଉ ସରକାର ଇଏ ହଉ ବା ଯେଉଁମାନେ ରାଜନୀତି କ୍ଷେତ୍ରରେ ଅଛନ୍ତି ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ହେଉଛି ଯେଉଁମାନେ ଅସୁବିଧାରେ ପଡ଼ିଥିବେ ତାଙ୍କର ସେବା କରିବା। ସେତିକି ବେଳେ ଆମେ ଯଦି ଆମ ଭିତରେ ଯୁକ୍ତି ତର୍କ ଇଏ ହେଲାନି ସେ ହେଲାନି ସେ କଥାକୁ ଦୂରେଇ ଯାଇ ମୁଁ ଭାବୁଛି ଲୋକଙ୍କ କାମରେ ଯଦି ଆମେ ଆସିବା ନିଶ୍ଚିତ ଭାବେ ସେଟା ସାଧାରଣ ସେବା ହବ। ତେଣୁ ଆମ ଭିତରେ କ'ଣ ମତାନ୍ତର ଥାଇପାରେ ତାହା ପରବର୍ତ୍ତୀ ଅବସ୍ଥାରେ ହେଇପାରେ, କିନ୍ତୁ ଲୋକଙ୍କ ଆଗରେ ତମର ଏଇଆ ଦୋଷ ସିଏ କହିବ ନାହିଁ ତମର ଏଇଆ ଦୋଷ, ଏଇଟା ଗ୍ରହଣ ନାହିଁ। ଏଇଟାକୁ ସମସ୍ତଙ୍କୁ କହିଲି କିଏ କୋଉଠି ଯଦି ଇଏ କରିଥାଏ ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ହେଉଛି ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ କିଭଳି ଭାବେ ସାହାଯ୍ୟ ସହଯୋଗ କରି ତାଙ୍କୁ ଖାଦ୍ୟ ଯୋଗାଇବା ବା ଶୁଖିଲା ଖାଦ୍ୟ ଯୋଗାଇବା, ସେମାନେ କେମିତି ଆଗ ତାଙ୍କର ଅସୁବିଧା ଦୂର ହଉ ତାପରେ ଆମେ କିଏ କାହା ଉପରେ ଯୁକ୍ତି ତର୍କ ଇଏ ହଉ। ତେଣୁ ଆମେ ସମସ୍ତେ ସେ କାମରେ ଲାଗିବା ଉଚିତ। ମୁଁ ଭାବୁଛି ଆମେ ସମସ୍ତେ ସେ କଥା କହୁଛି ଆମେ କେହି ଏ ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା ନକରି ସମସ୍ତେ ଆଗ ଯେଉଁମାନେ ବନ୍ୟାରେ ଅସୁବିଧାରେ ପଡ଼ିଛନ୍ତି ତାଙ୍କ ସେବାରେ ଲାଗନ୍ତୁ। ତାପରେ ଟ୍ୱିଟ୍ କରିବେ, ବିଧାନସଭା ଅଛି, ପ୍ରେସ୍ ଅଛି, ସମସ୍ତେ କହିପାରିବେ, କିନ୍ତୁ ସମସ୍ତଙ୍କର ନୈତିକ ଦାୟିତ୍ୱ, ସରକାରଙ୍କର ନୈତିକ ଦାୟିତ୍ୱ, ବିରୋଧୀ ଦଳର ନୈତିକ ଦାୟିତ୍ୱ, ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ଯେଉଁମାନେ ଅସୁବିଧାରେ ପଡ଼ିଛନ୍ତି ତାଙ୍କ ସେବାରେ ଆଗ ଲାଗ। କିଏ କାହା ବିରୁଦ୍ଧରେ କ'ଣ କହିବ ପରବର୍ତ୍ତୀ ଅବସ୍ଥାରେ ଆମେ କହିପାରିବା, ପରବର୍ତ୍ତୀ ବହୁତ ସମୟ ଅଛି କହିବା ପାଇଁ।